ଗଞ୍ଜାମ ଜିଲ୍ଲା ଲୋକପର୍ବ ମା ଦଣ୍ଡକାଳୀ। ଏହି ବର୍ଷ ସମସ୍ତେ ବଡ଼ ଉତ୍କଣ୍ଠାର ସହିତ ଅପେକ୍ଷା କରି ଅଛନ୍ତି। ଗଞ୍ଜାମବାସୀଙ୍କ ଇଷ୍ଟଦେବୀ ମା ଦଣ୍ଡକାଳୀ ମମତାମୟୀ ମା ଧରାପୃଷ୍ଠରେ ଅବତାରଣ କରନ୍ତି। ଜୀବନ୍ତ ଚଳନ୍ତି ପ୍ରତିମା। ସେହିଦିନ ମା ଦୁଆର ଦୁଆର ବୁଲି ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ମା ଏମିତି ଏକ ଘଟଣା ଘଟିଲା, କହିବାକୁ ଗଲେ ଚମତ୍କାର। ଜଣେ ଗରିବ ପରିବାର, ଚାଳ ଛପର ଘର। ସେହିଦିନ ରାତି 7ଟା ହେବ। ଦଣ୍ଡୁଆ ଭାଇ ମାଆଙ୍କୁ ଧରି ଗ୍ରାମ ପରିକ୍ରମା କରୁଥିଲେ। ସମସ୍ତ ଘରେ କାଳିକା ଝୁଣା ମାରିଲେ, କିନ୍ତୁ ଗୋଟେ ଘର ଛାଡ଼ିଦେଲେ। ମାଆଙ୍କୁ ଧରି ଆଗକୁ ଯାଇଛନ୍ତି। ହଠାତ୍ 2 ଜଣ ଦଣ୍ଡୁଆ ଭାଇଙ୍କ ଦେହକୁ ମା ଆସିଗଲେ। ପୁରା ରାଗରେ ଗର୍ଜନ ଛାଡ଼ିଲେ। ମାଆଙ୍କୁ ପଚାରିଲେ, କ'ଣ ଭୁଲ ହୋଇଛି? ମା କହିଲେ, ତୁ ଜାଣିନୁ କ'ଣ ଭୁଲ କରିଛୁ? ମୋ ଭକ୍ତର ଘରେ ଝୁଣା ମାରିଲୁନି କାହିଁକି? ତାପରେ ମାଆଙ୍କୁ ଭୁଲ ମାଗି ସେଇ ଘରକୁ ଯାଇ ଝୁଣା ମାରିଲେ। ସେଇ ଭକ୍ତ ଜଣଙ୍କ ଭକ୍ତିରେ